ମୁଁ ଅଭୟ ସିଂ, ଜଣେ ସମାଜସେବୀ ଏବଂ PWD କଣ୍ଟ୍ରାକ୍ଟର, ସ୍ପେଶିଆଲ କ୍ଲାସ୍ କଣ୍ଟ୍ରାକ୍ଟର। ଆମର ବିଭିନ୍ନ ସମସ୍ୟା ଅଛି। ମୁଁ ନାଲକୋରେ ମଧ୍ୟ ଜମିହରା ଜଣେ। ନାଲକୋର ବିଭିନ୍ନ ସମସ୍ୟାକୁ ନେଇ ବହୁତ ମିଛ କଥା ବି କହୁଛନ୍ତି ଆମର CMD ମହାଶୟ ବ୍ରିଜେନ୍ଦ୍ର ପ୍ରତାପ ସିଂ। DD ନ୍ୟୁଜ୍ 28 ମେ 2026 ମର୍ଣ୍ଣିଂ 9ଟା ବେଳେ ଗୋଟିଏ ବାଇଟ୍ ରଖିଥିଲେ ମିଡ଼ିଆ ମାଧ୍ୟମରେ, ଦେଶବାସୀଙ୍କୁ ଜଣାଇଥିଲେ ଯେ ଅନୁଗୁଳର 2ଟି ଗାଁକୁ ପୋଷ୍ୟ ଭିଲେଜ୍ କରାଯାଇଛି ଏବଂ ତା'ର ତଦାରଖ ଯାହା ମୌଳିକ ଅଧିକାର ଆମେ କରୁଅଛୁ। ଏବଂ ମିଡ଼ିଆ ଭାଇଙ୍କୁ ବି ମଧ୍ୟ କହିଥିଲେ ଯେ ପରିଦର୍ଶନ କରିକି ଆସନ୍ତୁ, ସ୍ଥଳ ପରିଦର୍ଶନ କରନ୍ତୁ। କହିବା କଥା ଏପର୍ଯ୍ୟନ୍ତ ସେଠି କହିଲେ ନାହିଁ ଯେ 2ଟି ଗାଁ, କେଉଁ ଗାଁକୁ ଆମର ପୋଷ୍ୟ ଭିଲେଜ୍ କରାଯାଇଛି, କେବେଠୁ କରାଯାଇଛି, କ'ଣ କାମ କରାଯାଉଛି। ମୁଁ ଜଣେ ସମାଜସେବୀ ହିସାବରେ ଗାଁରେ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡକୁ ବି ଲେଖିକି ମଧ୍ୟ ଦେଇଥିଲି। ସେ ପଲ୍ୟୁସନ୍ କଣ୍ଟ୍ରୋଲରୁ ଆସିଲେ, ତାପରେ ମୋତେ କରାଯାଇଛି ବ୍ଲାକ୍ ଲିଷ୍ଟ, ବାର୍ନିଂ କରାଯାଇଛି। କୌଣସି କିଛି ଆମର କଜ୍ ନ ଦେଖାଯାଇ ଶୋ କଜ୍ ନୋଟିସ୍ ଦେଖନ୍ତୁ କରାଯାଇଛି। ଶୋ କଜ୍ ନୋଟିସ୍ ଦିଆଗଲା, ତାର ରିପ୍ଲାଏ ମଧ୍ୟ ମୁଁ ଦେଲି। ରିପ୍ଲାଏକୁ କିଛି ଦେଖିବାର ନାହିଁ, ମୋତେ କାଲି ପଠାଇଛନ୍ତି ବାର୍ନିଂ ପେପର। ଏସବୁ ଟର୍ମିନେଟ୍ ଅଫ୍ କଣ୍ଟ୍ରାକ୍ଟ। ମୁଁ କହିବାକୁ ଚାହୁଁଛି, ଆମେ କ'ଣ ନ୍ୟାୟ ପାଇଁ, ଲୋକଙ୍କ ପାଇଁ କହିବା ଭୁଲ? ଆଜି CMD ମହାଶୟ କୁହନ୍ତୁ ଆମକୁ 2ଟି ଗାଁ, କେଉଁ ଗାଁ 2ଟିକୁ ପୋଷ୍ୟ ଭିଲେଜ୍ କରିଛନ୍ତି, ସାର୍ବଜନୀନ କରନ୍ତୁ। ଗୋଟିଏ ଆସ୍ପଣ୍ଡ କାମ ନେଇଥିଲି, ମୋତେ ଆସ୍ପଣ୍ଡର ଉଡ଼ୁଥିବା ଜାଗାରେ ମାଟି ପକାଇବା ପାଇଁ ମୋତେ ୱାର୍କ ଅର୍ଡର ମିଳିଥିଲା। ସେଥିରେ ଲେଖାଯାଇଛି ତୁମର ଦାୟିତ୍ୱରେ ତୁମେ ଆଣିବ ମାଟି। ଠିକ୍ ଅଛି, ଆମେ ଦାୟିତ୍ୱରେ ଆଣିବୁ ମାଟି, କିନ୍ତୁ ତ ତହସିଲଦାର ଅଧିକାରୀଙ୍କୁ ଜଣାଇଲୁ। ସେ ମୁଁ କହିଲେ ଆମର ବରପିଟ ନାହିଁ କିଛି, ଆମେ ଏବେ କିଛି ଡିସିସନ୍ ନେଇପାରିବୁନି, ଆମେ ମାଟି ଦେଇପାରିବୁ ନାହିଁ। ସେ ଲେଟର ମଧ୍ୟ ମୋର ଅଛି। କିନ୍ତୁ ଆମର ମହାଶୟ କହୁଛନ୍ତି ତମେ ଯେମିତି ଆଣୁଛ ଆଣ, ଆମର ଆଗରୁ ଏମିତି ଚାଲିଛି, ଆମେ ଯେମିତି ତମେ ଉପାୟରେ ଆଣୁଛ ଆଣ, ତମେ କିଛି ପ୍ରୋସେସ୍ ଫଲୋ କରିବା ଦରକାର ନା, ଆମର ଦରକାର ମାଟି। ତ ସେ କେମିତି ସେ ଏଷ୍ଟିମେଟ୍ ନେଲେ, ବରପିଟ ଜାଗା କେମିତି ଚିହ୍ନଟ କଲେ, ତା ଡେସ୍କ୍ରିପସନ୍ ଦେଖାନ୍ତୁ। ବିଓକୁ ଯାହା ଅଛି ଆନାଲିସିସ୍ କରନ୍ତୁ। କିଛି ନ କରିକି କପି ପେଷ୍ଟ କରୁଛନ୍ତି। କଣ୍ଟ୍ରାକ୍ଟ ଗୁଡ଼ାକ ବହୁତ ଖରାପ ବି ହେଉଛି, ଯାହାକି ଆଜି କଣ୍ଟ୍ରାକ୍ଟ ମହଲରେ ମଧ୍ୟ ଅସନ୍ତୋଷ। ଆଉ STP ଗୋଟିଏ କାମ ମିଳିଥିଲା, ସେ ମଧ୍ୟ ସେମିତି କରିକି ମୋତେ ବ୍ଲାକ୍ ଲିଷ୍ଟ ଟର୍ମିନେଟ୍ କରିବା ପାଇଁ ଉଦ୍ୟମ ଚାଲିଛି। STP, ଆସ୍ପଣ୍ଡ ଏସବୁ ମୁଖ୍ୟ ଜାଗା ଯେଉଁଠି ପାଣି ଖରାପ ହୁଏ, ପାଉଁଶ ଉଡ଼େ, ସେ ଜାଗା ଗୁଡ଼ାକ ଠିକ୍ ଠାକ୍ ହେଉନାହିଁ। ଲ୍ୟାଣ୍ଡ ଡିସ୍ପ୍ୟୁଟ୍, ମୁଁ ବି ଭୁଲ ଚେକ୍ କରନ୍ତୁ। ନାଲକୋର ଲ୍ୟାଣ୍ଡ ଆଜି ପର୍ଯ୍ୟନ୍ତ କେତେ ଏନକ୍ରୋଚମେଣ୍ଟ ରଖିଛନ୍ତି, କିସମ ଚେଞ୍ଜ ହୋଇନି। ପ୍ଲାଣ୍ଟ ଆଜି ହୋଇକି 46 ବର୍ଷ ହେଲାଣି। ମହାନ୍ତି, ନିରୁପମା ମହାନ୍ତି, ସେ ସିନିୟର ମ୍ୟାନେଜର ଅଛନ୍ତି। ସେ କେମିତି, ତାଙ୍କୁ କ'ଣ କେମିତି ସେ ପୋଷ୍ଟିଂ ହେଲେ, କ'ଣ ସାର୍ଟିଫିକେଟ୍ ଦ୍ୱାରା ପୋଷ୍ଟିଂ ହୋଇଛନ୍ତି? ଜନସାଧାରଣଙ୍କୁ କହୁଛନ୍ତି ଜାଗା ହଡପ କରିଛନ୍ତି। ଯଦି ଜାଗା ହଡପ କିଏ କ'ଣ କରିଛି, ମୁଁ ବହୁତ ଲେଟର ମାଧ୍ୟମରେ ବି ଜଣେଇଲିଣି, ଆଜି ପର୍ଯ୍ୟନ୍ତ ତାହା ତଦନ୍ତ ହେଉନାହିଁ। ରାଜାରାମ ମିଶ୍ର ସାର୍ ଯେ ଅଛନ୍ତି ସିନିୟର ମ୍ୟାନେଜର କ'ଣ ଅଛନ୍ତି ମୁଁ କହିପାରିବି, ସିଷ୍ଟମରେ ଅଛନ୍ତି, ସେ ପୁରା ଆଡମିନିଷ୍ଟ୍ରେସନ ଚଲାଉଛନ୍ତି। ଦେଖନ୍ତୁ, ରାଜାରାମ ସାର୍, ଆମର ମିଶ୍ର ସାର୍ ଟେଣ୍ଡର ନିଜେ ଦେଇ ଦେଉଛନ୍ତି, ତାଙ୍କ ନାଁ ଲେଖି ଦେଉଛନ୍ତି, କିନ୍ତୁ ଡେଜିଗ୍ନେସନ ଲେଖୁନାହାନ୍ତି। ଅନ୍ ବିହାଫରେ ଅଛନ୍ତି, ନାଲକୋର ଅନ୍ ବିହାଫରେ ଅଛନ୍ତି। ଏମିତି ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଦେଇ ଦିଆଯାଉଛି। ଏମିତି ବହୁତ କିଛି କରୁଛନ୍ତି ସେ ରାଜାରାମ ମିଶ୍ର। ସେ ଏଠି ଗୁଣ୍ଡା ପାଲଟିଛନ୍ତି, ମାନେ ନାଲକୋର ଗୁଣ୍ଡା ଭାବରେ ସେ ଅଛନ୍ତି। କେମିତି ସେ ତାଙ୍କୁ ନିଯୁକ୍ତି ମିଳିଲା, କେମିତି ଏଇସବୁ ଦେଖି ମିଛ କଥା କହୁଛନ୍ତି। ଆମର କୋଶ୍ଚିନ୍ ହେଲା ଯେ CMD ସାର୍ କେମିତି ଜାଣିଲେ 2ଟି ଗାଁକୁ ପୋଷ୍ୟ ଭିଲେଜ୍ କରାଯାଇଛି? ତଥ୍ୟ ତ ଆପଣ ଗ୍ରାସରୁଟ୍ ଦେବେ। 2ଟି ଗାଁ କଥା କହୁଛନ୍ତି ଆପଣ, ସେ 2ଟି ଗାଁ କୋଉ ଗାଁ ବୋଲି ନା ସେମିତି କିଛି ଜଣେଇନାହାନ୍ତି? କିଛି ଜଣଉନାହାନ୍ତି। 2ଟି ଗାଁକୁ ଆମେ ପୋଷ୍ୟ ଭିଲେଜ୍ ଅନୁଗୁଳରେ କରିଅଛୁ। ଆଉ ଗୋଟେ ମୁଖ୍ୟ କଥା ଦେଖନ୍ତୁ, ଆମେ ଚିନ୍ତା କରିବା ବକ୍ସାଇଟ୍
ଆମର ଫ୍ରିରେ ମିଳୁଛି। ଫ୍ରି ମାନେ ଓନ୍ଲି ରୟାଲ୍ଟି ପ୍ରଦାନ କରାଯାଉଛି। କୋଇଲା ସେମ୍ ରୟାଲ୍ଟି ଏଣ୍ଡ ୱାଟର ତ ସପ୍ଲାଇ ଆମର ବି ସେମିତି ସେଇ ମାଧ୍ୟମରେ ଆସୁଛି, ରୟାଲ୍ଟି ଦିଆଯାଉଛି। କହୁଛନ୍ତି ପ୍ରଫିଟ୍ ହେଉଛି, କ'ଣ ପ୍ରଫିଟ୍? କେତେ ବକ୍ସାଇଟ୍ ଆସିଲା, କେତେ କୋଇଲା ଆସିଲା, କେତେ ପାଣି ଆସିଲା, ତାକୁ ଆକଳନ କରନ୍ତୁ। ତା ଅନୁସାରେ କ'ଣ ପ୍ରଫିଟ୍ କରୁଛନ୍ତି ସେଟା ଟିକେ ଦେଶବାସୀଙ୍କୁ ଜଣାନ୍ତୁ। ର ମେଟେରିଆଲ ଆମେ ଏତିକି ୟୁଜ୍ କରୁଛୁ, ଏତିକି ପ୍ରଫିଟ୍ କରୁଛୁ। କ'ଣ ଗରିବ ଲୋକଙ୍କର ଆଜି କ'ଣ ହେଇଛି? ବିକାଶ ହୋଇଛି ନା ବିନାଶ ହୋଇଛି? ଆଜି ଆମ କୁଲାଡବାସୀ କ'ଣ ହୋଇଛନ୍ତି? ଆଜି ନା ଚାକିରି ଖଣ୍ଡେ ପାଉଛନ୍ତି, ନା ତାଙ୍କର ପରିବାର ପୋଷିବା ପାଇଁ କ'ଣ ଅଛି? ଆଜି ଘର ଖଣ୍ଡେ ମଧ୍ୟ ହେଇପାରୁନି ଆଜି ପର୍ଯ୍ୟନ୍ତ। ରାସ୍ତା ଗୋଟିଏ ରାସ୍ତା କୋଉ କାଳରୁ ପଡ଼ିଛି, ଦ୍ୱିତୀୟ ରାସ୍ତା ମଧ୍ୟ ନାହିଁ ଗାଁରେ, ଯାହାକି ସବୁଠାରୁ ଅଧିକା ଜମି ଆମର କୁଲାଡ ଭିଲେଜ ଦେଇଛନ୍ତି, କୁଲାଡ ଗ୍ରାମବାସୀ ଦେଇଛନ୍ତି। ଗ୍ରାମରେ ଆସି ସ୍ଥଳ ପରିଦର୍ଶନ କରନ୍ତୁ। ଯଦି ମୁଁ ବି ଭୁଲ କହୁଛି, ମୋ ପାଇଁ ବି କଠୋର ଦଣ୍ଡ ପାଇଁ ଆଇନ ଯାହା ଅଛି, ଯାହା କହୁଛି ତାହା କରାଯାଉ। ଯଦି ଆମର ସିଏମଡି ମହୋଦୟ ମିଥ୍ୟା କହିଥାନ୍ତି, ତାଙ୍କ ପାଇଁ କ'ଣ ଆଇନ ଅଛି ସେଇଟା ମଧ୍ୟ ପାଳନ କରାଯାଉ। ଗ୍ରାସରୁଟ୍ ଚେକ୍ ନ କରି, ଏମିତି ଅଫିସର ମାନଙ୍କର ଦଳ ପରିଦର୍ଶନ ନ କରି, କାନରେ କହୁଥିବା କଥା ଶୁଣି ନେଇ ବାଇଟ୍ ଦେବା ଦେଶବାସୀଙ୍କୁ, ଏହା କ'ଣ? ଆମର ଲୋକାଲରେ କ'ଣ କେହି ନାହାନ୍ତି ITI ପାସ୍ କରିକି? ଆଜି କାହିଁକି ବାହାରୁ ଆସିଲେ ITI ଜଏନ୍ କଲେ କାହିଁକି ପଳେଇ ଯାଉଛନ୍ତି ସବୁ? କ'ଣ ଏମିତି ନୀତି ନିୟମ ହେଇଛି ଆଜି ନାଲକୋରେ? ନା ଉନ୍ନତିକରଣ ହେଉଛି? ସେଇ 40 ବର୍ଷ ଚାଲିବା କଥା ନାଲକୋ, ତାପରେ ଉନ୍ନତିକରଣ ହେବା କଥା। ଆଜି ପର୍ଯ୍ୟନ୍ତ ଉନ୍ନତିକରଣ କ'ଣ, ଅବନତିକରଣ ହେଉଛି ନାଲକୋ। କିଛି ଦିନ ପୂର୍ବରୁ ମୋତେ ମ୍ୟାଡ଼ାମ୍ ଫୋନ୍ କରିଥିଲେ ପଲ୍ୟୁସନ୍ କଣ୍ଟ୍ରୋଲ, ଆପଣଙ୍କ ଅଭିଯୋଗ ଦେଇଥିଲେ, ଆମେ ଆସିଥିଲୁ, ମୁଁ ମଧ୍ୟ ସାଙ୍ଗରେ ଥିଲି। ମୋତେ ମ୍ୟାଡ଼ାମ୍ କହିଲେ, ଆପଣ କାହିଁକି ଏସବୁ କମ୍ପ୍ଲେନ୍ କରୁଛନ୍ତି? ଆପଣ ପରା ଜଣେ କଣ୍ଟ୍ରାକ୍ଟର। କହିଲେ, ଆଜ୍ଞା ମୁଁ ଜଣେ କଣ୍ଟ୍ରାକ୍ଟର ଏବଂ ଜଣେ ସମାଜସେବୀ। କିନ୍ତୁ ସମାଜସେବୀ ଆମ ଗାଁ ଦେଖନ୍ତୁ ଆଜି କେଉଁ ଅବସ୍ଥାରେ ଅଛି। ଯୁଆଡ଼େ ଦେଖିଲେ ଫ୍ଲୋରାଇଡ୍, ମାଟି ପାଣି, ଯଦି ଆପଣଙ୍କର ବିଲୋ 1% ରହୁଛି ଫ୍ଲୋରାଇଡ୍, ସେଟା ବି ସାର୍ବଜନୀନ କରନ୍ତୁ। କ'ଣ ଟେଷ୍ଟ କଲେ ଆମ ସମ୍ମୁଖରେ କରନ୍ତୁ, ଇମିଡ଼ିଏଟ୍ ସେଇ ଜାଗାରେ ଟେଷ୍ଟ କରନ୍ତୁ। ଆମେ ମଧ୍ୟ ଜାଣିପାରିବୁ କି ଆମର ଟେଷ୍ଟ ମେସିନ୍ ଗୋଟେ ଆମ ଗାଁରେ ବି ରଖାଯାଉ, ସେଟା ସାର୍ବଜନୀନ ହିସାବରେ ହଉ। ପିଇବା ପାଣି କେମିତି ହୁଏ ପିଇଲେ ଯଦି ସେଥିରେ ବିଷ ଥାଏ, ଯାହାକି ଆମର ବଡ଼ ତୈଳା ଉଦାହରଣ ସ୍ୱରୂପ ମୁଁ ମଧ୍ୟ ଜଣାଇଥିଲି। ଏବେ ତାର ପ୍ରାଧାନ୍ୟ କୋଉଟା ଦେବେ? ଆପଣ କଣ୍ଟ୍ରାକ୍ଟ ଦେବେ ନା ସମାଜସେବୀଙ୍କର ଦେବେ? ଦେଖନ୍ତୁ, କଣ୍ଟ୍ରାକ୍ଟ ମୋର ସେମିତି ନାଲକୋରେ ନହେଲେ ମୁଁ ଜଣେ PWD କଣ୍ଟ୍ରାକ୍ଟର। ନାଲକୋରେ ମେଣ୍ଟେନାନ୍ସ କଣ୍ଟ୍ରାକ୍ଟ ଗୁଡ଼ାକ ହେଉଛି, ମୁଁ PWD କଣ୍ଟ୍ରାକ୍ଟର ଅନୁସାରେ ମୁଁ ପ୍ଲାଣ୍ଟ କରିଛି। ନାଲକୋ କଣ୍ଟ୍ରାକ୍ଟ ପାଇଁ ମୁଁ ପ୍ଲାଣ୍ଟ କରିନି, ଯାହାକି ଏଇ ମେସିନ୍ ସବୁ PWD କଣ୍ଟ୍ରାକ୍ଟ ପାଇଁ ଲାଗେ। ମେଣ୍ଟେନାନ୍ସ ମୁଁ ମାସେ 2 ମାସ ସେମିତି ନାଲକୋରେ ଆସି କାମ କରେ। କିନ୍ତୁ ସେମିତି ନୁହେଁ ଯେ ମୋତେ ରେଟ୍ କ'ଣ କରାଯାଉଛି। ଆଜି ଆନାଲିସିସ୍ କରୁଛନ୍ତି କୌଣସି ରେଟ୍ କିଛି ନାହିଁ। ମାର୍କେଟ ପ୍ରାଇସ୍ କି DSR, CPWD, MRTH ଏସବୁ ଦେଖି ପ୍ରାଇସ୍କୁ ଆନାଲିସିସ୍ କରିବା କଥା। ଆନାଲିସିସ୍ ନୁହଁ, ତମେ ଯେତେ କାଟି ପାରୁଛ, ଯେତେ ଖରାପ କାମ କରିପାରୁଛ କର। ଗୋଟେ ଟେଣ୍ଡର ତଦନ୍ତ କରାଯାଉ, କୋଉ ଆକାରରେ ଟେଣ୍ଡର ପ୍ରକ୍ରିୟା ହେଉଛି। ମୋତେ ବ୍ୟାନିଂ କରନ୍ତୁ, ଟର୍ମିନେଟ୍ କରନ୍ତୁ, ଲାଷ୍ଟ ହେଉଛି ବ୍ଲାକଲିଷ୍ଟ। ଯାହା କଲେ ମଧ୍ୟ ମୁଁ ସମାଜ ପାଇଁ କାମ କରିବି। ମୁଁ ଜଣେ ସମାଜସେବୀ ହିସାବରେ କାମ କରିକି ଚେଷ୍ଟା କରିବି ଆମ ଗାଁଟି କେମିତି ସୁନ୍ଦର ଗାଁ ହେବା ପାଇଁ।